ଶଶୁର ଘର ସାମ୍ନାରେ ଯୌତୁକ ସାମଗ୍ରୀ ଜାଳିଲା ଜ୍ୱାଇଁ। ଏଭଳି ଅଭାବନୀୟ ଘଟଣା ଘଟିଛି ଦଶପଲ୍ଲା ରେଳିଗୁଡ଼ା ଗ୍ରାମରେ। ସୂଚନା ଥାଉ କି ରେଳିଗୁଡ଼ା ଗ୍ରାମର ମମତା ନାୟକ 18 ବର୍ଷ ତଳେ ଗୁରୁସାହି ଗ୍ରାମର ବିଜୟ ନାୟକଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଯାଉଥିଲା ଏବଂ କିଛି ଦିନ ତଳେ ମମତା ତାଙ୍କ ବାପା ଘର ରେଳିଗୁଡ଼ାକୁ ଚାଲି ଯାଇଥିଲେ। ସୋମବାର ସକାଳୁ ବିଜୟ ଫୋନ୍ ଯୋଗେ ସ୍ତ୍ରୀ ଓ ଝିଅକୁ ଗାଳିଗୁଲଜ କରିବା ସହିତ ଯୌତୁକରେ ମିଳିଥିବା ସିନ୍ଧୁକ ସହିତ ସମସ୍ତ ଆସବାବପତ୍ର ନେଇ ଶ୍ୱଶୁର ଘର ସାମ୍ନାରେ ଜାଳି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବିଜୟ। ସରିଲାଣି ଶାଶୁଘରେ ଗଲିଣି। ମୋ ଛୁଆ ଦିଟା, ଝିଅ 18 ବର୍ଷ +3 କରୁଛି, ପୁଅ 12 ବର୍ଷ ସପ୍ତମ ପଢୁଛି। ମତେ ଦିନେ ହେଲେ ଘରେ ଶାନ୍ତିରେ ରଖେଇ ଦଉନାହାନ୍ତି। ହାଣି ମାରି ଏତିକି ଯୌତୁକ ତ ବୁପା ଦେଇନି, ଏତିକି ସମ୍ପତ୍ତି ଦେଇନି, ତୁ ତାହେଲେ ମୋ ଘରେ ରହନା ବୋଲି ସବୁବେଳେ ହାଣ ମାର। ଛୁଆ ମାନଙ୍କ କଥା ଡ୍ରେସ୍ ପତ୍ର କିଛି ଦିଅନ୍ତିନି। ଏବେ ଝିଅଟି ପାଠ ପଢୁଛି, ତାକୁ 12 ଭାଷା କଥା କହିକି ସକାଳୁ ସୁଧିକି 12 ଭାଷା କଥା କହିକି ଆଉ ଆଜି ଆସିକି ଜିନିଷପତ୍ର ଆଣିକି ଏଠି ସବୁ ପୁଡ଼ାପୁଡ଼ି କରିଦେଇଛନ୍ତି। ଆପାଜି ଗାଡ଼ି କାହିଁକି ଦେଉନାହିଁ? ତ ବୁପା ଦେଇଛି ଆପାଜି ଗାଡ଼ି ଯେ ମୁଁ ତୋତେ ଭଲରେ ରଖିବି। ଆଉ ତୋ ଉପା କ'ଣ 5 ଲକ୍ଷ ଯୌତୁକ ଦେଇଛି ଯେ ତୋତେ ଭଲରେ ରଖିବି? ସବୁବେଳେ ପିଟା ବାଡ଼ିଆ କରନ୍ତି। ନାରୁ ପା ସେଇଠି ରଖିଥିଲି କାନର ମାଳି, ଆହୁରି ଜିନିଷପତ୍ର ଥିଲା ସେଇ ଭିତରେ ସବୁ ଆଣିକି ଏଇଠି ପେଟ୍ରୋଲ ଢାଳିକି ନିଆଁ ଜଗି ଦେଇଛନ୍ତି। ଆଉ ମୁଁ କହିବା କଥା, ମୋର ବାହାଘର ହେଉଛି 20 ବର୍ଷ। ମୋ ଝିଅ ଗୋଟେ 18 ବର୍ଷର, ପୁଅ ଗୋଟେ 11 ବର୍ଷ। ଝିଅଟା ମୋ ପାଖରେ ନାହିଁ, ପୁଅଟା ମୋ ପାଖରେ ଅଛି। କିନ୍ତୁ ଯୌତୁକ ନିର୍ଯାତନା, ମୁଁ ଯଦି ଯୌତୁକ ନିର୍ଯାତନା ଦେଉଥାନ୍ତି 20 ବର୍ଷ ହେଲାଣି ମୁଁ ଯୌତୁକ ନିର୍ଯାତନା ଦେଉନଥିଲି। କିନ୍ତୁ ଏବେ ଦେଇଦେଲି ବୋଲି ସେମାନେ ଯାହା କହୁଛନ୍ତି ସେଇଟା ଭୁଲ। ସେମାନେ ତାଙ୍କର ଗୋଟେ ମନୋବୃତ୍ତି ଅଲଗା ରହୁଛି। ମୋ ସ୍ତ୍ରୀ ଅନ୍ୟ ପୁରୁଷ ସାଙ୍ଗରେ ତାର ସମ୍ପର୍କ ଅଛି, ଯାହାଫଳରେ କି ସେ ସେଇଟାକୁ ପ୍ରଶୟ ତା ବୁପା ଭାଇ ଦେଉଛନ୍ତି। ଯାହା ଭାଇ ତା ବଡ଼ ଭାଇ ନୁହଁ, କିନ୍ତୁ ତା ସାନ ଭାଇ ତା ସାନ ଭାଉଜ ପ୍ରଶୟ ଦେଉଛନ୍ତି। କାଲିର ସତ୍ୟାସତ ଘଟଣା, ସିଏ ଝଗଡ଼ାଝାଟି ହେଇକି ଯାଇଥିଲା। ମୁଁ କିନ୍ତୁ ତାଙ୍କ ଜିନିଷପତ୍ର ମୋତେ ମାଗିଲେ, ମୁଁ ଜିନିଷପତ୍ର ଦେଲି। ଯେତେବେଳେ ଜିନିଷପତ୍ର ରିଟର୍ଣ୍ଣ କରିବାକୁ ମୁଁ ଯାଇଥିଲି, ସିଏ କ'ଣ କଲେ, ତାଙ୍କ ଆଡ଼ୁ ପେଟ୍ରୋଲ ଢାଳିକି ଇଏ କରିଦେଲେ। କହିଲେ ତୋତେ ପୋଡ଼େଇ ଦେବୁ। ଯେତେବେଳେ ମୋତେ ପୋଡ଼େଇ ଦେବୁ ବୋଲି କହିଲେ, ମୁଁ ମୋ ଜୀବନ ବଞ୍ଚାଇବା ପାଇଁ ମୋ ଗାଡ଼ି ଉପରେ, ମୋ ଗାଡ଼ି ବି ତାଙ୍କ ଘରେ ତ ପାସିଅନ୍ ପ୍ରୋ ଗାଡ଼ି, ମୋର ନ୍ୟୁ ମଡ଼େଲ ଗାଡ଼ି, ହଳଦିଆ କଲର ଗାଡ଼ି। କିନ୍ତୁ ଗାଡ଼ି ନମ୍ବର ତ ମୋ କ୍ଲିଅର ମନେ ନାହିଁ, କିନ୍ତୁ ମନେ କରି କହିବି। କିନ୍ତୁ ମୋ ଗାଡ଼ି ଉପରେ ସେ ରଖିଛନ୍ତି। ମୋ ଆଗାମୀ ଦିନରେ ମୁଁ ବି ଥାନାର ଦ୍ୱାରସ୍ଥ ହେବି। କିନ୍ତୁ ମୋ ଦେହ ଭଲ ନାହିଁ, ମୋ ମୁହଁ A to Z, ମୋ ହାତ ଦୁଇଟା ଯାକ ମୋ ମୁହଁ ପୋଡ଼ି ଯାଇଛି ଯେହେତୁ, ତେଣୁକରି ମୁଁ ବର୍ତ୍ତମାନ ମେଡ଼ିକାଲ ଟ୍ରିଟମେଣ୍ଟ ହେଉଛି। ମୋ ଦେହ ଭଲ ହେଲା ପରେ ମୁଁ ଯାଇକି ଥାନାରେ ଦ୍ୱାରସ୍ଥ ହେବି। ରାୟଗଡ଼ ଜିଲ୍ଲା ପ୍ରତିନିଧି ଚିତ୍ର ରିପୋର୍ଟ ପ୍ରସାର।